ଆମେ ଭେଣ୍ଡି ଆଳୁ କଣ କରିବୁ? ଭେଣ୍ଡି ଆଳୁ ଭଜା କରିମି ପଖାଳ ଖାଇବା। ଭେଣ୍ଡି ଆଳୁ ଆମ୍ବୁଲ ତରକାରୀ କରୁନୁ। ଭେଣ୍ଡି ଆଳୁ ଆମ୍ବୁଲ ତରକାରୀ। ହଁ। ହଉ। ଭେଣ୍ଡି କି ଚାଲନ୍ତୁ ପ୍ରଥମେ ଧୋଇଦବା। ଭେଣ୍ଡି କୁ ଚାଲନ୍ତୁ ଖଣ୍ଡ ଖଣ୍ଡ କରି କାଟି ନେବା। ତରକାରୀ ପାଇଁ ଭେଣ୍ଡି ଦେଖନ୍ତୁ ଆମର ପୁରା ଭେଣ୍ଡି ଆଳୁ ଆମ୍ବୁଲ ପାଇଁ ଦେଖନ୍ତୁ ମୁଁ ଆଳୁ 2ଟି ନେଇଛି, ତାକୁ ଆମେ ଲମ୍ବା ଲମ୍ବା ସାଇଜ ରେ କାଟି ନେବା। এইଭଳି ସାଇଜର ଆଳୁକୁ କାଟି ନେବା। ତରକାରୀ ପାଇଁ ଦେଖନ୍ତୁ ଆମର ପରିବା ରେଡି ହେଇଗଲା। ଏପଟେ ଚାଲନ୍ତୁ ମସଲା ବନେଇବା। ତରକାରୀ ପାଇଁ ଦେଖନ୍ତୁ ମସଲା ମୁଁ ଆଗରୁ ବାଟି ନେଇଥିଲି। ରସୁଣ, ଜିରା, ସୋରିଷ ଆଉ ଶୁଖିଲା ଲଙ୍କା ତାକୁ ଭଲ ଭାବରେ ମୁଁ ବାଟି ନେଇଛି। ତେଲ ଦେବା। ପ୍ରଥମେ ଭେଣ୍ଡି ସ୍ୱାଦ ଅନୁସାରେ ଲୁଣ ଦେବା। ଭେଣ୍ଡିକୁ ଟିକେ ଘୋଡ଼େଇ ନେବା। ଭେଣ୍ଡି ଭଜା ଦେଖନ୍ତୁ ଆମର ଏବେ ହେଇଗଲାଣି। କଡ଼େଇରେ ଅଳ୍ପ ତେଲ ଦେବା। ତେଲରେ ଫୁଟଣ ଦେବା, ଶୁଖିଲା ଲଙ୍କା, କଟା ପିଆଜ, କଟା ଟମାଟୋ ଦେଇଦେବା, ବଟା ସୋରିଷ ମସଲା ଦେଇଦେବା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସୋରିଷ ମସଲାକୁ ଅଳ୍ପ ସମୟ କଷିବା, ନହେଲେ ପିତା ଲାଗିବ। ଅଳ୍ପ ଟିକେ କଷିକି ପାଣି ଦେଇଦେବା। ଅଳ୍ପ ପାଣି ଦେଇଦେବା। ତାପରେ ଘୋଡ଼ଣିକି ଘୋଡ଼େଇ ନେବା 10 ମିନିଟ୍ ପାଇଁ। ଏବେ ଚାଲନ୍ତୁ ଦେଖିବା ମସଲା ହେଲାନି ନା। ଏବେ ଚାଲନ୍ତୁ ମସଲାରେ ଆଳୁ ଦେଇଦେବା। ସ୍ୱାଦ ଅନୁସାରେ ଲୁଣ ଦେବା। ତାକୁ ଟିକେ ଭଲ ଭାବରେ ଗୋଳେଇବା। ନିହାତି ଅଳ୍ପ ସମୟ ଟିକେ ପାଣି ମରିଗଲେ ତାପରେ ଆମେ ପାଣି ଦେଇଦେବା। ଚାଲନ୍ତୁ 5 ମିନିଟ୍ ନିହାତି ଘୋଡ଼ଣି ଘୋଡ଼େଇ ନେବା। ଏବେ ଚାଲନ୍ତୁ ପାଣି ଦେଇଦେବା। ଏବେ ତରକାରୀ ଆମର ଫୁଟିଲାଣି, ଆଳୁ ବି ସିଝିଗଲାଣି। ଚାଲନ୍ତୁ ତରକାରୀରେ ଆମ୍ବୁଲ ଦେଇଦେବା। ତରକାରୀରେ ଭେଣ୍ଡି ବି ଦେଇଦେବା। ଏବେ ଚାଲନ୍ତୁ ତରକାରୀକି ଗୋଟେ ଛୁଙ୍କ ଦେବା। ତା ପାଇଁ ତେଲ ଦେବା, ଗୋଟା ଜିରା ଦେବା, କଞ୍ଚା ଲଙ୍କା, ରସୁଣ। ଏବେ ଚାଲନ୍ତୁ ତରକାରୀରେ ଢାଳି ଦେବା। ଏବେ ଦେଖନ୍ତୁ ତରକାରୀ ଆମର ରେଡି। ଚାଲନ୍ତୁ ଧନିଆ ପତ୍ର ଦେଇଦେବା। ଏବେ ଦେଖନ୍ତୁ ଭେଣ୍ଡି ଆଳୁ ଆମ୍ବୁଲ ତରକାରୀ ଆମର ରେଡି। ଆପଣମାନେ ନିହାତି ଏଇଭଳି ଘରେ ତରକାରୀ ବନାନ୍ତୁ। ଗରମ ଭାତକୁ ବହୁତ ବଢ଼ିଆ ଲାଗିବ। ଆପଣମାନେ ନିହାତି ଟ୍ରାଏ କରନ୍ତୁ। ଆଉ ଆପଣମାନଙ୍କୁ ନିହାତି ମୋ ରୋଷେଇ ଭଲ ଲାଗୁଥିଲେ ନିହାତି ମୋ ଭିଡ଼ିଓ ଲାଇକ୍ କରିବେ। ଭାତ ସାଙ୍ଗରେ ଭେଣ୍ଡି ଆଳୁ ଆମ୍ବୁଲ ତରକାରୀ।